2024 ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ସିନେମା କୁହୁଡ଼ିରେ ପ୍ରଥମ ଥର ପାଇଁ ଦୀପନ୍ନତି ଏବଂ ପ୍ରକୃତି ମିଶ୍ରଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ଦର୍ଶକ ବନ୍ଧୁମାନେ ମଧ୍ୟ ଏହି ଯୋଡ଼ିକୁ ଖୁବ୍ ପସନ୍ଦ କରିଥିଲେ ଏବଂ ଏହାର 2 ବର୍ଷ ପରେ ପୁଣି ଥରେ ଦୀପନ୍ନତି ଏବଂ ପ୍ରକୃତି ମିଶ୍ରଙ୍କ ଯୋଡ଼ି ଆସିବାକୁ ଯାଉଛି। ନିକଟରେ ଏହି ସିନେମାର ଟିଜର ମଧ୍ୟ ରିଲିଜ୍ ହୋଇସାରିଛି। ତେବେ ଚାଲନ୍ତୁ ଆଜି କଥା ହେବା ପ୍ରକୃତି ମିଶ୍ର ଏବଂ ଦୀପନ୍ନତିଙ୍କ ଆସିବାକୁ ଯାଉଥିବା ନୂଆ ସିନେମା ବିଷୟରେ। ହ୍ୟାଲୋ ହାଏ ନମସ୍କାର। ଓଡ଼ିଶାର ସବୁ ସିନେପ୍ରେମୀ ଭାଇ ଓ ଭଉଣୀମାନଙ୍କୁ ଆମ ଓଡ଼ିଆ ସିନେମା ଚ୍ୟାନେଲକୁ ସ୍ୱାଗତ କରୁଛି। ଏପ୍ରିଲ 17 ତାରିଖରେ ରିଲିଜ୍ ହେବାକୁ ଯାଉଛି ପ୍ରକୃତି ମିଶ୍ରଙ୍କ ନୂଆ ସିନେମା, ଯାହାର ନାଁ ରହିଛି ବିନ୍ଦୁସାଗର। ନିକଟରେ ଏହି ସିନେମା ଟ୍ରେଲର ରିଲିଜ୍ ହୋଇସାରିଛି। ଟ୍ରେଲରକୁ ମଧ୍ୟ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଭିଷେକ ସ୍ୱାଇଁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ପ୍ରଧାନ। ଏହି ସିନେମାରେ ଦୀପନ୍ନତି ଏବଂ ପ୍ରକୃତି ମିଶ୍ରଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ତେବେ ଆଗକୁ ଆସିବାକୁ ଯାଉଥିବା ପ୍ରକୃତି ମିଶ୍ର ଏବଂ ଦୀପନ୍ନତିଙ୍କ ନୂଆ ସିନେମା ବିନ୍ଦୁସାଗରକୁ ନେଇ ଆପଣ କେତେ ଏକ୍ସାଇଟେଡ୍ ଅଛନ୍ତି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।